କିଛି ଦରକାର ନାହିଁ, ମୋର କିଛି ଦରକାର ନାହିଁ ଲୋ। ମୁଁ କି ଉତ୍ତର ଦେବି ତା ବାପାକୁ ଲୋ? ମାତ୍ର 3 ମାସ ହେବ ତ ବାହା ହେଇଥିଲା। ନାଲି ଶାଢ଼ୀ ନାଲି ଚୁଡ଼ି ପିନ୍ଧି ଲାଲ ଟୋକ୍ ଟୋକ୍ ସାଧବ ବୋହୂ ପରି ସଜେଇ ହେଇଥିଲା। ମନରେ କେତେ କ'ଣ ସ୍ୱପ୍ନ ଦେଖିଥିଲା ନୂଆ ଜୀବନକୁ ନେଇ। ନୂଆ ଘର ଆଉ ତା ସହିତ ଜୀବନ ସାଥୀ। ଜୀବନର ଏ ଚଲା ବାଟ ସୁରୁଖୁରୁରେ ବିତିଯିବ ଭାବିଥିଲା। ହେଲେ ସବୁକିଛି ଶେଷ ହେଇଗଲା ମାତ୍ର 3 ମାସରେ। ହଁ ଆଜ୍ଞା, ମାତ୍ର 3 ମାସ ହେଇଥିଲା ବାହାଘରକୁ। ଆଜି ଶୋଇଛି ଡାକ୍ତରଖାନା ଷ୍ଟ୍ରେଚର ଉପରେ। ଦେହରେ ଜୀବନ ନାହିଁ ତାର। ଶାଶୁ ଘରେ ହିଁ ଶେଷ ନିଶ୍ୱାସ ନେଇଛି ଏ ନବବଧୂଟି। ଏପଟେ ଝିଅକୁ ଏମିତି ମରି ଶୋଇଥିବାର ଦେଖି ମା ଯେମିତି ପାଗଳି ହେଇଗଲାଣି। ନିଜ କୋହ ଆଉ ଲୁହକୁ ସମ୍ଭାଳି ପାରୁନି। ଭୋ ଭୋ ହୋଇ କାନ୍ଦୁଛି ଝିଅକୁ ଧରି। ଝିଅର ମର ଶରୀରକୁ ଆଉଁସି ଦେଉଛି। କାନ୍ଦି କାନ୍ଦି କହୁଛି, ମା ଲୋ, ତୁ କାହିଁ ଏତେ ଜଲ୍ଦି ଚାଲିଗଲୁ? କାହିଁକି ମୋତେ ଛାଡ଼ି ଚାଲିଗଲୁ? ମୋ ଛୁଆଙ୍କ ସାହାରାରେ ତ ମୁଁ ବଞ୍ଚୁଥିଲି। ଏବେ ମୋ ଝିଅ ଚାଲିଗଲା, କେମିତି ବଞ୍ଚିବି ଲୋ ମୁଁ? ଏମିତି କହି କହି ଝିଅକୁ କୁଣ୍ଡେଇ ଧରି କାନ୍ଦି ଚାଲିଛି ମା। ଆପଣ କହୁନାହାନ୍ତି, କୋଉ ମା କ'ଣ ନିଜ ଝିଅକୁ ଏମିତି ମରି ଶୋଇଥିବାର ଦେଖି ସମ୍ଭାଳି ହେଇ ରହିପାରିବ? ସେ ମା ହିଁ କେବଳ ଜାଣିଛି ଅନ୍ତ ଫାଳି ଜନ୍ମ କଲା ପରେ କେତେ ରାତି ନ ଶୋଇ ଅନିଦ୍ରା ରହି ସବୁ ଅଳି ଅର୍ଦ୍ଦଳି ସହି ଛୋଟରୁ ବଡ଼ କରିଥିଲା। ଆଉ ଆଜି ଯେତେବେଳେ ଝିଅକୁ ବାହା ଦେଇ ସାରିବା ପରେ ଏମିତି ମୃତ ଅବସ୍ଥାରେ ଦେଖିବ, କେମିତି ତାର ମନ ଥୟ ଧରିବ। ମାରି ଦେଇକି ନେଇ ଆସିଛନ୍ତି। ମାରି ଦେଇ ସାରିଲା ପରେ ଖବର ଦଉଛନ୍ତି ମୋ ଝିଅ ମରି ଯାଇଛି। ମୋ ଝିଅ ସିଏ ହବ। ସେତେବେଳେ ମୁଁ ଜାଣି ମୋ ଦେଢ଼ଶୁର କତିକି ଫୋନ କରୁଛନ୍ତି, ପଚାରୁ ମୋ ଦେଢ଼ଶୁରଙ୍କୁ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲୁଙ୍ଗା ପଞ୍ଚାୟତ ଲୁଙ୍ଗା ଗାଁରେ 3 ମାସ ହେବ ବିବାହ କରିଥିବା ମହିଳା ଜୀବନ ହାରି ଦେଇଛନ୍ତି। ଏହାକୁ ନେଇ ମୃତକଙ୍କ ପରିବାର ବାସୁଦେବପୁର ଥାନାରେ ଅଧିକ ଯୌତୁକ ଦାବି କରି ମାରି ଦେଇଥିବା ଅଭିଯୋଗ କରିଛନ୍ତି। ସେହି ଗାଁର ରାଜେଶ ନାୟକ ଭଦ୍ରକ ଚରମ୍ପା ଅଞ୍ଚଳର ତୁଳସୀ ଦାସକୁ 3 ମାସ ତଳେ ବୈଦିକ ରୀତିରେ ବିବାହ କରିଥିଲେ। ହେଲେ ରାଜେଶ ବାଙ୍ଗାଲୋରରେ ଏକ ଘରୋଇ କମ୍ପାନୀରେ କାମ କରୁଥିବାରୁ ନିଜ ସ୍ତ୍ରୀ ତୁଳସୀଙ୍କୁ କିଛି ଦିନ ପାଇଁ ସେଠାକୁ ନେଇ ବୁଲାଇ ନିଜ ଗାଁ ଲୁଙ୍ଗାକୁ ଆଣି ଛାଡ଼ିଦେଇ ପୁଣି ଫେରି ଯାଇଥିଲେ। ଏଠାରେ ତୁଳସୀ ରହିବା ପରେ କିଛି ଦିନ ତଳେ କେଉଁଆଡ଼େ ପଳାଇ ଯାଇଥିଲେ। ଏନେଇ ରାଜେଶ ତାଙ୍କ ବାପା ମାଙ୍କୁ ଜଣାଇବା ସହିତ ବାସୁଦେବପୁର ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ହେଲେ ତୁଳସୀଙ୍କ ପରିବାର ପକ୍ଷରୁ ଖୋଜାଖୋଜି କରି 4 ଦିନ ପରେ ବାଲେଶ୍ୱର ଜିଲ୍ଲା କୋପାରୀ ଅଞ୍ଚଳରୁ ତାଙ୍କୁ ଆଣି ଶ୍ୱଶୁର ଘର ଲୋକଙ୍କୁ ଖବର ଦେଇଥିଲେ। ଉଭୟଙ୍କ ପରିବାର ବାଲିଖଣ୍ଡ ଅଞ୍ଚଳର ଏକ ଜଗନ୍ନାଥ ମନ୍ଦିର ପାଖରେ ବସି ଆଲୋଚନା କରି ତୁଳସୀଙ୍କୁ ନିଜ ଶ୍ୱଶୁର ଓ ଶାଶୁ ଓ ସ୍ୱାମୀଙ୍କ ସହିତ ପଠାଇଥିଲେ। ତେବେ ରବିବାର ମଧ୍ୟାହ୍ନରେ ରାଜେଶଙ୍କ ପରିବାର ଖାଇସାରି ନିଜ କାମରେ ଥିବା ବେଳେ ତୁଳସୀ ଜୀବନ ହାରି ଦେଇଥିଲେ। କ'ଣ ପାଇଁ ଏତେ ସମୟ ହେଲା ଘରୁ ବାହାରକୁ ବାହାରି ନାହିଁ ବୋଲି ଶାଶୁ ଯାଇ ଦେଖନ୍ତି ତ ତୁଳସୀ ନିଜ ଜୀବନ ହାରି ଦେଇଥିଲେ। ତୁରନ୍ତ ତାଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ନେଇ ଆସିଥିଲେ ଶାଶୁ ଘର ଲୋକେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ତୁଳସୀଙ୍କ ମା ଓ ବଡ଼ ବାପା ବାସୁଦେବପୁର ଡାକ୍ତରଖାନାରେ ପହଞ୍ଚି ଦେଖନ୍ତି ତ ତାଙ୍କ ଝିଅର ଆଉ ଜୀବନ ନାହିଁ। ଏନେଇ ତୁଳସୀର ବଡ଼ ବାପା ଥାନାରେ ତାଙ୍କ ଝିଅକୁ ସବୁଦିନ ଅଧିକ ଯୌତୁକ ଦାବି କରି ମାରଧର କରିବା ସହିତ ମାନସିକ ଯନ୍ତ୍ରଣା ଦେଉଥିବା କଥା କହିବା ସହିତ ଯୌତୁକ ପାଇଁ ତାଙ୍କ ଝିଅକୁ ମାରି ଦେଇଥିବା କଥା ଅଭିଯୋଗ କରିଛନ୍ତି। ଘଟଣା କ'ଣ ହେଇଛି ତ ଆମେ ପରେ ଜାଣିଲୁ, କିନ୍ତୁ ଆମର ବାହାଘର 4 ମାସ ହେଲେ ହେଇଥିଲା। 4 ମାସ ଭିତରେ 15 ଦିନ ଠିକ୍ଠାକ୍ ରହିଛନ୍ତି। 15 ଦିନ ପରେ ଝିଅ ସବୁବେଳେ କମ୍ପ୍ଲେନ୍ କରନ୍ତି ଯେ ମୋତେ ଏଭଳିଆ କରୁଛନ୍ତି ସେଭଳିଆ କରୁଛନ୍ତି। ଶାଶୁ ମୋତେ ପ୍ରଚୁର କରନ୍ତି, ଜ୍ୱାଇଁ ସବୁବେଳେ ସେ ଚେନ୍ ଆମକୁ ଦେଲେନି, କାନଫୁଲ ଦେଲେନି, ସବୁ କହିଛନ୍ତି। ଅନ୍ୟପକ୍ଷେ ଆମର ବୋହୂ ଅଲଗା ପିଲାଙ୍କ ସହିତ ସମ୍ପର୍କ ରଖୁଛି, ସେଇଥିପାଇଁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସବୁବେଳେ ଝଗଡ଼ା ଲାଗେ। ଏନେଇ ଆମେ ତାର ବାପଘର ଲୋକଙ୍କୁ ଜଣାଇଥିଲୁ। ତାକୁ ଅଲଗା ପିଲାଙ୍କ ସହିତ କଥା ହେବାକୁ ବାରଣ କରିବାରୁ ସେ ଏମିତି କରିଛି ବୋଲି ମୃତକଙ୍କ ଶାଶୁ କହିଛନ୍ତି। ପୁଲିସ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ତାର ଶ୍ୱଶୁରଙ୍କୁ ଥାନାରେ ଅଟକ ରଖିଛି। ଘଟଣା ସକାଳେ କିଛି ଝଗଡ଼ା ହାଣ୍ଟି କିଛି ନାହିଁ। 8 ଦିନ ତଳର ସେ 2 ମାସ ହେଲା ବାହାର ହେଇଥିଲା, ମାନେ ଅଷାଢ଼ ମାସ ଲାଷ୍ଟର। ଆଉ ସ୍ୱାମୀ ସ୍ତ୍ରୀ 2 ଜଣଙ୍କର ସବୁବେଳେ ପାଇଁ ଝଗଡ଼ା ହାଣ୍ଟି, ଅନ୍ୟ ଟୁକା ସହିତ ଫୋନ୍ ଫାନ୍ କରେ, ଭଲ ମନ୍ଦ କରେ। ସ୍ୱାମୀ ବିରୋଧ କଲା ବୋଲି ସେଥିରେ ପାଟି ମୁଣ୍ଡ ମଝିରେ ମଝିରେ ନାଗନ୍ତି, ଭଲ ମନ୍ଦ କରନ୍ତି। ସବୁବେଳେ ପାଇଁ ଯେ ପୁଅକୁ ପଠେଇଦେଲା ବାହାରକୁ ପଠେଇଦେଲା ଭିତରେ
आउ पुओ 8 दिन 15 दिन रही बाहर आउ पुओ को सहित कथा हो अन्य टुका सहित कथा हम आउ चूड़ी शंका भल मत सब काढ़ी आर बुधवार दिन पलैगला। भद्रक बासुदेवपुर सत्यकांत नायकों रिपोर्ट के न्यूज ओडिशा।